ଆପଣ ଆମ ଦର୍ଶକମାନଙ୍କୁ କ'ଣ ପ୍ରସ୍ତୁତ କରି ଦେଖେଇବେ? ଦେଖନ୍ତୁ ଶୀତ ଦିନ ଏଇ ଯେଉଁ ଭଳିଆ କାଠୁଆ ଶୀତ ହେଉଛି ସେ ଭୟଙ୍କର ଶୀତକୁ ଆଖି ଆଗରେ ରଖି ମୁଁ ଗୋଟେ ବଢ଼ିଆ ଆଇଟମ୍ ଆଜି ତିଆରି କରିବି। ଆଜି ମୁଁ ରୋଷେଇ କରିବି ଗରମ ପାଣି। ଗରମ ପାଣି? ଗରମ ପାଣି? ଗରମ ପାଣି? ଆଜ୍ଞା ସାର୍ ଇଏ କେଉଁ କପିଲ ଶର୍ମା ଶୋ ଚାଲିନି ଯେ ଆପଣ କମେଡ଼ି ପଚ୍ ମାରିବେ? ଆଉ ଏଇଟା କ'ଣ ପ୍ରାର୍ଥନା ଚ୍ୟାନେଲ? ସାର୍ ଗରମ ପାଣି ଯିଏ ନାହିଁ ତ ସିଏ କରିପାରିବ। ଗରମ ପାଣି ଯିଏ ନେଇ ସିଏ କରିଦେବ? ହଁ। ତୁମେ କେତେ ପ୍ରକାର ଗରମ ପାଣି ଜାଣିଛ? ପାଣି ଆଣ ହାଣ୍ଡି ବସା ଚାଲୁ କର ହେଲା ଗରମ ପାଣି। ଗରମ ପାଣି ହେଇଗଲା। ହଁ। ଏଇଟା ଗରମ ପାଣିରେ ଗରମ ପାଣି ହଜାର ପ୍ରକାର ଗରମ ପାଣି ଅଛି। ଗରମ ପାଣି ଫେରେ ହଜାର ପ୍ରକାର କ'ଣ ଥାଏ? ଏରେ ବାପା ମେଡ଼ିସିନ ଖାଇବେ ଗରମ ପାଣି, ଜେଜେ କୁଳୁକୁଞ୍ଜା କରିବେ ଗରମ ପାଣି, ପୁଅ ଗାଧୋଇବ ଗରମ ପାଣି, ବୋଉ ଉଙ୍କୁଣି ମାରି ଦେଇ ଆଇଛି ହାତ ଧୋଇବ ଗରମ ପାଣି। ଗରମ ପାଣିରେ ଗରମ ପାଣି ହଜାର ପ୍ରକାର ଗରମ ପାଣି ଅଛି। ତୁମେ କେତେ ଦିନ ହେଲାଣି ଟିଭିରେ କାମ କରୁଛ? 10 ବର୍ଷ ହେଲାଣି ମୁଁ ରୋଷେଇ କଲେ। ତୁମେ ମୋତେ ଶିଖଉଛ? ବେଶୀ ଦେଢ଼ଚା ଲାଗିଆ କଥାବାର୍ତ୍ତା ନ କରି ଆପଣ ସିଧା ସିଧା କୁହନ୍ତୁ ଆଜି ଆମେ କେଉଁ ଟାଇପ୍ର ଗରମ ପାଣି ଆଜି ଆମେ ରୋଷେଇ କରିବା? ସାର୍ ଇଏ ଶୀତ ଦିନ, ହଁ ଛୋଟ ପିଲା ଗାଧୋଇବାକୁ ବହୁତ ହଇରାଣ କରୁଛନ୍ତି। ଆଚ୍ଛା, ତାହେଲେ ଆପଣ କୁହନ୍ତି ପୁଅ ଗାଧୋଇବ ଗରମ ପାଣି, ସେଇ ଗୋଟିକ ଆଜି ଆମେ ପ୍ରସ୍ତୁତ କରିବା। ଆଚ୍ଛା, ପୁଅ ଗାଧୋଇବ ଗରମ ପାଣି ପାଇଁ କ'ଣ କ'ଣ ସାମଗ୍ରୀ ଆବଶ୍ୟକ? ଦେଖନ୍ତୁ ଆମର ଯେଉଁ ପୁଅ ଗରମ ପାଣିଟା ଆଜି ଆମେ ପ୍ରସ୍ତୁତ କରିବା ତା ପାଇଁ ସାମଗ୍ରୀ ଲାଗିବ ଆଳୁ କିଲେ, ପିଆଜ 250, ସାରୁ କିଲେ, କଖାରୁ 500, ହରଡ଼ ଡାଲି 500 ଆଉ କନ୍ଦମୂଳ 500 ଲାଗିବ ଆଜ୍ଞା। ଗରମ ପାଣି ଏସବୁ କ'ଣ ଦରକାର? ଗରମ ପାଣି ଦେଇ କିଛି ପଡ଼ିବନି। ଆକୁଆ ଗୋଟେ ଘାଣ୍ଟିଆ କରି ବହେ ଖାଇବି ତାପରେ ମୁଁ ଗରମ ପାଣି ରୋଷେଇ ଆଉ କରିବି। ଇଏ କନ୍ଦମୂଳ? କନ୍ଦମୂଳ ପୋଡ଼ିଦେବି 4ଟା ବେଳେ ଗଲାବେଳକୁ କାହିଁକି ଯିବି? ଆପଣ ଖାଇବା ପିଇବାର କୌଣସି ଟେନସନ୍ ନିଅନ୍ତୁନି। ଆପଣ ସବୁ ପ୍ରକାର ବନ୍ଦୋବସ୍ତ ହୋଟେଲରେ ଆମେ କରିସାରିଛୁ। ଓହୋ, ମୋ ପାଇଁ ଖାଇବା ହୋଟେଲରୁ ମଗେଇବେ? ଆଉ ଭାରି ବଢ଼ିଆ କଥା ଆଜ୍ଞା, ମଗାନ୍ତୁ। ଭାରି ବଢ଼ିଆ ସାର୍, ଗୋଟେ କଥା କହିବି ଖରାପ ହେବେନି? ଯାହା କହୁଛ କୁହ, ତୁମ ବ୍ୟବହାରଟା କିନ୍ତୁ ମାନିବାକୁ ପଡ଼ିବ। ଥ୍ୟାଙ୍କ ୟୁ। ଆପଣ ନିଜ ଖାଇବା କଥା ଛାଡ଼ିକିରି ପୁଅ ଗାଧୋଇବ ଗରମ ପାଣି ପାଇଁ ଆଜ୍ଞା। କ'ଣ ସାମଗ୍ରୀ ଦରକାର ସେଟା ଆପଣ ଆଗ କୁହନ୍ତୁ। ଦେଖନ୍ତୁ, ଆମେ ପୁଅ ଗାଧୋଇବା ପାଇଁ ଆପଣ ପୁଅ ବୟସ କେତେ? 3 ବର୍ଷ। 3 ବର୍ଷ? ହଁ। ସେ 3ଟା ବାଜିଲେ ଗାଧେଇନି? ଆଚ୍ଛା, ପୁଅ ଗାଧେଇବ ବୋଲି ଆମକୁ 2-4 ଢାଳ ପାଣି ଦରକାର, 2 ଚାମଚ ଲଙ୍କାଗୁଣ୍ଡ, 2 ଚାମଚ ଚିନି ଦରକାର। ଗରମ ପାଣି, ଲଙ୍କାଗୁଣ୍ଡ, ଚିନି ଏସବୁ କ'ଣ ଦରକାର? ଓହୋ, ଏରେ ତୁମେ ତ ଗରମ ପାଣିରେ ପୁଅ ଗାଧେଇବ, ପୁଅ ଯଦି ନ ଗାଧେଇଲା କହିବ। ଆଉ ଚିନି ପଡ଼ିବ, ଲଙ୍କାଗୁଣ୍ଡ ପଡ଼ିବ, ଲୁଣ ପଡ଼ିବ, ବିଭିନ୍ନ ପ୍ରକାର ତୁମେ କଥାବାର୍ତ୍ତା କରୁଛ। ଚାଲନ୍ତୁ ଦର୍ଶକ ବନ୍ଧୁ, ଡେରି ନ କରି ଆରମ୍ଭ କରିବା ଚନ୍ଦୁ ନନାଙ୍କ ନିଆର ରୋଷେଇ, ପୁଅ ଗାଧୋଇବ ଗରମ ପାଣି। ନନା, ଆଜ୍ଞା ଆପଣଙ୍କର ସବୁ ସାମଗ୍ରୀ ରେଡ଼ି ସରିଛି। ଆଜ୍ଞା, ପ୍ରଥମେ ଆମେ କ'ଣ କରିବା କୁହ? ପ୍ରଥମେ ଆମେ ଗ୍ୟାସ୍ ଲଗାଇବା। ଆଚ୍ଛା, ନନା ପ୍ରଥମେ ରେଗୁଲେଟର ଅନ୍ କର। ହେ ପ୍ରଭୁ, ଏ ଟିଭି ପ୍ରୋଗ୍ରାମରେ ତୁମେ ଏମିତି ବେଜିତ କରୁଛ? ପ୍ରଥମେ ଆମେ ଗୋଟେ ପାତ୍ରରେ କିଛି ପାଣି ନେବା। ପାଣି ବସେଇ ଦେଲେ ତାପରେ ଗୋଟେ ଆକୁ ଢାଙ୍କୁଣିବା ପାଇଁ ଗୋଟେ ଢାଙ୍କୁଣି ନେବା। ଢାଙ୍କୁଣି ଦେଲେ, ଢାଙ୍କୁଣି ଦେଲା ପରେ ଗୋଟେ ଡଙ୍କି କି କରଛୁଲି ନେବା। ଡଙ୍କି କି କରଛୁଲି କ'ଣ କରିବା? ଏମିତି ତାପରେ ମାଡ଼ି ବସିନ୍ତି ଢିରା ଦେଇଦେବା। ଢିରା ଦେଲେ କ'ଣ ଭାଇ ଆଉ ଖସିବାର ଆର ବାଟ ନଥିବ। ଇଏ ରହିଲା, ଆକୁ ଆମେ 10-15 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେବା। ଆଚ୍ଛା, ନନା 10-15 ମିନିଟ୍ ଫୁଟିବା ଭିତରେ ଆଜ୍ଞା, ଆମେ କିଛି କଥାବାର୍ତ୍ତା କରିନେବା। ହଁ ନିଶ୍ଚିନ୍ତ। ତାହେଲେ ନନା ଆପଣ ଆସିଛନ୍ତି ଜଗତସିଂହପୁରରୁ? ଆଜ୍ଞା। ଆପଣ ଜଗତସିଂହପୁରରେ ଫେମସ୍ କ'ଣ? ଦେଖନ୍ତୁ, ଆମ ଜଗତସିଂହପୁର ତ ବହୁତ ଜିନିଷ ଫେମସ୍। ସବୁଠୁ ଫେମସ୍ ହେଲା ଆମ ଜଗତସିଂହପୁରିଆ ସୋଦା। ସୋଦା? ଆଜ୍ଞା, ଜଗତସିଂହପୁରିଆ ପିଲା ଏମିତିଆ ସୋଦା ଶୋଧିବେ ରକ୍ତ ବାହାରିବ, ଅଲଗା ଜାଗାରେ ବି ରକ୍ତ ବାହାରିବ। ଅଲଗା ସେଟା ପୁଣି କ'ଣ? ଅଲଗା ଜାଗା ଜାଣିପାରୁନ? ନା। ନ ଜାଣିପାରିବେନି। ଆଉ ଟିଭି ପ୍ରୋଗ୍ରାମଟା କ'ଣ ସବୁ ଖୋଲିକି କହିବି?
ସାର୍ ଆପଣ ବିଶ୍ୱାସ କରିବେ ନାହିଁ ଦୁନିଆରେ ଯେତେ ପ୍ରକାର ସୋଦା ଅଛି ଆମ ଜଗତସିଂହପୁର ବି ଲଞ୍ଚ ହେଇ ସାର୍ ଗୋଟେ କଥା କହିବି ଖରାପ ହେବିନି କୁହନ୍ତୁ। ଯାହା କହୁଛ କୁହ ଆପଣ ବ୍ୟବହାରଟା କିନ୍ତୁ ମାନିବାକୁ ପଡ଼ିବ ଆଚ୍ଛା ନନା ଟିକେ ନୂଆ ନମ୍ବରଟା କାହାର ଏଇଠି ହ୍ୟାଲୋ ହଁ ହଁ ଚନ୍ଦନା କହୁଛି ନାଇଁ ନାଇଁ ମୁଁ ଗାଁରେ ନାହିଁ ବା ମୁଁ ଭୁବନେଶ୍ୱର ଆଇଛି ବା ହଁ ହଁ ଏ ଟିଭି ବାଲା ଡକେଇଛନ୍ତି କ'ଣ ରୋଷେଇ ହବ ପୁଅ 21 ପୁଅ 21 ଆଜିକାଲି କିଏ କରୁଛି ତମେ ଗୋଟେ କାମ କର ପୁଅ 22 କି ପୁଅ 23 ଆରମ୍ଭ କର ମୁଁ କାଲି ଯାଇ ପହଞ୍ଚୁଛି ହଁ ହଁ ପୁଅ 23 କରୁନ ଭଲ ହବ ମୁଁ ପହଞ୍ଚି ଯାଇଥିବି ଗାଁରେ ହଉ ହଉ ଆଜ୍ଞା ନମସ୍କାର ଦେଖିଲେ ପୁଅ 21 କୁ 22 23 ରଖିଦେଲି ଆକୁ କହନ୍ତି ଅଗଲା ପ୍ରକାର ଖସୁ ଖସୁ ଏଇଠି କଲଟା ଖସି ଯାଉଥିଲା ନା ଆଉ 1000 ଟଙ୍କା ଏକା ଯାଉ ଯାଉ ବଞ୍ଚିଗଲା ନା ନାଇଁ ଆଚ୍ଛା ନନା ଆପଣ ଏ ରୋଷେଇବାସ କାମ କେବେଠୁ କଲେଣି? ରୋଷେଇବାସ କାମ ବାପା ନାମକୁ ଚାଲି ଯାଇଛି ଆଉ କ'ଣ ଆମେ ଆଜିକାଲି କରୁଛୁ ମୋ ବାପା କରୁଥିଲେ ମୋ ବାପାର ବାପା କରୁଥିଲେ ତା ବାପା କରୁଥିଲା ଏବେ ମୋ ବାଳି ପଡ଼ିଛି ମୁଁ କରୁଛି ଆଉ କ'ଣ ଜଗତସିଂହପୁରରେ ଆମର ପୁଅ ଜନ୍ମଠୁ ବୁଢ଼ା ଆଇ ମରିବା ଯାଏ ଯେତେ ପ୍ରକାର ସବୁ ରୋଷେଇ ଆଇଟମ୍ ଅଛି ସବୁ ମୁଁ ସମ୍ଭାଳି ଆମ ହାତ ବାସିବ ବୁଝିଲେ ଆମ ରୋଷେଇ କରିବା ଦରକାର ନାହିଁ ଖାଲି ଖନ୍ଦା ଶାଳରେ ଠିଆ ହେଇଯିବୁ ଯାଇକିରି ତରକାରୀ ସାଡ଼େ ମହମ ବାସିଲା ଗୋଟେ ଭଗବାନଙ୍କର ଆଶୀର୍ବାଦ ଅଛି ଆଉ ଆପଣ ବିଶ୍ୱାସ କରିବେନି ଦିନେ ଆମ ଗାଁରେ ଜଣକ ସତ୍ୟନାରାୟଣ ପୂଜା ହେଉଥିଲା ସେ 700-800 ଲୋକଙ୍କ ପାଇଁ ଖାଇବା ପିଇବା କରିଥିଲା ମୁଁ ରୋଷେଇ କରିବା ଯାଇଥିଲି କରୁ କରୁ ଟିକେ ବଢ଼ିଆ ସ୍ୱାଦିଷ୍ଟ ହେଇଯାଇଛି ଆଉ ଫାଷ୍ଟ ରାତିରେ ଯେଉଁ 70-80 ଲୋକ ଖାଇବାକୁ ବସିଥିଲେ ସେ ଖାଉ ଖାଉ ବେକ ଯାଏ ଖାଇ ନେଇଛନ୍ତି ଆଉ କେହି ଉଠି ପାଇଲେନି ଇରେ ଉଠୁନ ଆଉ ଲୋକ ବସିଛନ୍ତି ତମେ ଉଠିଲେ ସିଏ ପୁଣି ବସିବି ନା ନାଇଁ ନା ମୁଁ କ୍ଷମା କର ଆମେ ଖାଉ ଖାଉ ବେକ ଯାଏ ନଗେଇ ଦେଉଛୁ ଆଉ ଉଠି ପାରୁନୁ ତୁମେ ଏତେ କାହିଁ ଖାଉଥିଲ ନା କ'ଣ କରିବୁ ଖାଉ ଖାଉ ଭାରି ବଢ଼ିଆ ଲାଗିଲା ଖାଇଦେଲୁ ଯଜମାନ ମୋ ଉପରେ ବୁଝିଲା ଆଉ କହିଲା ନନା ତୁମକୁ ଏତେ ସ୍ୱାଦିଷ୍ଟ ରୋଷେଇ କରିବାକୁ କିଏ କହୁଥିଲା ମୁଁ କହିଲି ନାଇଁ ମୋର ଭୁଲ ଏତେ ସ୍ୱାଦିଷ୍ଟ ରୋଷେଇ କରିବା ମୋର ନଥିଲା ମୋର ଯେହେତୁ ଭୁଲ ମୁଁ ନିଜ ହାତକୁ ପଇସା ଖର୍ଚ୍ଚ କରି 4ଟା ଡାଲା ହାଟ କଲି ଯେତିକି 70-80 ଲୋକ ଉଠିକି ପାରୁନଥିଲେ ତାଙ୍କୁ ସବୁ ଡାଲା ହାଟରେ ଭର୍ତ୍ତି କରି ଯେ ଯାହା ଘରେ ଛାଡ଼ିବି ଗୋଟେ ହାତର ଗୋଟେ କରସିମା ଆଜି ଭଗବାନଙ୍କର କ'ଣ ଗୋଟେ ଆଶୀର୍ବାଦ ଅଛି ଆଉ କିନ୍ତୁ ସାର୍ ତୁମ ଗୋଟେ କଥା କହି ଖରାପ ହେବେନି ଯାହା କହୁଛ କୁହ ତମ ବ୍ୟବହାରଟା କିନ୍ତୁ ମାନିବାକୁ ପଡ଼ିବ ତମ ବାକି ଆମେ ଅତିଥି ଆଜି ପାଇଁ ଆମ ପ୍ରୋଗ୍ରାମଟା ଆଜି ଧନ୍ୟ ହେଇଗଲା ସବୁ ସେଇ ଭଗବାନଙ୍କର ଇଚ୍ଛା ପ୍ରଭୁ ନିରାମୟ ହରି ଆଚ୍ଛା ନା ଆପଣ ଏ ରୋଷେଇବାସ କାମରେ ବି ବହୁତ ବ୍ୟସ୍ତ ରହୁଥିବେ ଆଉ ଜଗତସିଂହ ଟୋଟାଲ ହୋଲ ସବାଳୁଛି ମୁଁ ବ୍ୟସ୍ତ ରହିବିନି ଫ୍ରି ଟାଇମ୍ ହେଲେ ଆପଣ କ'ଣ କରନ୍ତି? ମୋତେ ଟିକେ ଫ୍ରି ଟାଇମ୍ ମିଳିଲେ ମାନେ ମୁଁ ଗୁଡ଼ା ଟିକେ ଧରି ନାଳ ବନ୍ଧକୁ ପଳାଇ ଆମ ନାଳ ବନ୍ଧରେ ପୁରା ସୁରୁସୁରିଆ ଝୁରୁଝୁରିଆ ଫୁଲିଆ ପବନ ସେ ପବନ ଛାଡ଼ି ମୋତେ ଆଉ ଆସିବାକୁ ଇଚ୍ଛା ହେଇନି ଗୁଡ଼ା ଟିକେ ଧରି ନାଳ ବନ୍ଧକୁ ପଳେଇଲି ସିଆଡ଼େ ଝାଡ଼ା ଭଡ଼ା ବସି ବୁଲିବାଲି ଗୋଡ଼ ହାତ ଧୋଇ ସନ୍ଧ୍ୟାବେଳକୁ ଆସି ଫ୍ରି ଟାଇମ୍ଟା ମୋର ଏଇଭଳିଆ କଟେ ଆଚ୍ଛା ନନା ରୁହ ବା ଏ ଆଚ୍ଛା ନନା ହୋ ନନା ହେ ନନା ହେଇ ତମ ହୋ ନନା ହେ ନନା ଭିତରେ ଏଇ ଦେଖ ମୋ ଗରମ ପାଣି ସେଇଠି ପଡ଼ିଗଲାଣି ଗରମ ପାଣି ଆମର ବର୍ତ୍ତମାନ ହେଇ ଆସିଲାଣି ବର୍ତ୍ତମାନ ଆମେ ଆକୁ ଛୁଙ୍କ ମାରିବା ଗରମ ପାଣି ବହୁତ ଛୁଙ୍କ ମାରିବ ଆଉ ତମ ହେ ନନା ହୋ ନନା ଭିତରେ ହେଇଠି ପୁରା ଟକ ଟକ ଫୁଟିଲାଣି ସେଠୁ ଟକ ଟକ ଗରମ ପାଣି ତମେ ପୁଅ ଗାଧେଇ ଦେବ ପୁଅ ଚମଡ଼ା ଉତୁରି ଆସିବ ନା ଗରମ ପାଣି ବାଗ ଗଲାନି ମୋ ପୁଅ ଚମଡ଼ା ଉତୁରିଲା ଏଗୁଡ଼ା କ'ଣ କଥା ଏଥିରେ ଆମେ ଥଣ୍ଡା ପାଣି ଢାଳେ ଛୁଙ୍କ ମାରିବା ଥଣ୍ଡା ପାଣି ଛୁଙ୍କ ମାରିବ ଛୁଙ୍କ ମାରିଲେ କ'ଣ ହବ ଆଉ ଯେଉଁ ଟକ ଟକ ଫୁଟୁଛି ଟିକେ ନଖ ଉଷୁମ ହେଇଯିବ ନଖ ଉଷୁମ ହେଲେ ପୁଅ ଠକିନି ଗାଧେଇ ପଡ଼ିବ ଆଉ ଟେନସନ୍ ନାହିଁ ଆଉ କ'ଣ ବର୍ତ୍ତମାନ ଆମେ ଢାଳେ ପାଣିରେ ଆକୁ ଛୁଙ୍କ ମାରିବା ଛୁଙ୍କ ମାରିଲେ କ'ଣ ହେବ ଏ ଯେଉଁ ଉଷ୍ମତା ଅଛି ଇଏ କିଛି ମାତ୍ରାରେ ଘଟିଯିବ ପୁଅ ଠକିନି ଗାଧେଇ ପଡ଼ିବ କିଛି ଟେନସନ୍ ନେବାର ନାହିଁ ବର୍ତ୍ତମାନ ଆମେ ଚିନି 2 ଚାମଚ ଆଡ଼୍ କରିବା ଗରମ ପାଣି ଚିନି କ'ଣ ହେବ ଚିନି କ'ଣ ହେବ ଛୋଟ ପିଲା ଗାଧେଇବାକୁ ଅଜଟ କରିବେ ଚିନି 2 ଚାମଚ ପକାଇଦେଲେ ମିଠା ଲାଗିବ ମିଠା ଲାଗିଲେ ସେ ଚାଟିବେ ଚାଟିବା ଭିତରେ ତୁମେ ଠକିନି ଗାଧେଇ ପକାଇବ ଆଉ କ'ଣ कमेडी भल लगे ना निश्चय आम चैनल को सब्सक्राइब करके जातु धन्यवाद।